ବର୍ଷା ସତ୍ତ୍ୱେ କନ୍ଧମାଳ ଜିଲ୍ଲାରେ ବେଶ୍ ଆନନ୍ଦ ଉଲ୍ଲାସ ଏବଂ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ଜିଲ୍ଲାର ସଦର ମହକୁମା ଫୁଲବାଣୀ ସମେତ ବିଭିନ୍ନ ବ୍ଲକ ଏବଂ ସହରରେ ଶାନ୍ତି ଶୃଙ୍ଖଳାର ସହ ରଥ ଟାଣିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଫୁଲବାଣୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଭାବପୂର୍ଣ୍ଣ ପହଣ୍ଡି ବିଜେ ପରେ ଜିଲ୍ଲାପାଳ ନିଜେ ଶ୍ରୀଜୀଉଙ୍କ ରଥ ଉପରେ ଛେରା ପହଁରା କରିଥିଲେ। ସଂକୀର୍ତ୍ତନ, ଘଣ୍ଟବାଦ୍ୟ ଏବଂ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସାରା କନ୍ଧମାଳ। ଆକାଶରୁ ବର୍ଷୁଥିଲା ବାଦଲ ଫଟା ବର୍ଷା, ହେଲେ କାଳିଆ ସାଆନ୍ତଙ୍କୁ ରଥ ଉପରେ ଦେଖିବା ପାଇଁ ସବୁ ବାଧାବିଘ୍ନକୁ ପଛରେ ପକାଇ ଛୁଟି ଆସିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଫୁଲବାଣୀରେ ଦାରୁବ୍ରହ୍ମଙ୍କ ରାଜକୀୟ ପହଣ୍ଡି ପରେ ତିନି ରଥ ଉପରେ ଛେରା ପହଁରା କରିଥିଲେ ଜିଲ୍ଲାପାଳ ବେଦଭୂଷଣ। ଏହାପରେ ଜୟ ଜଗନ୍ନାଥ ଧ୍ୱନିରେ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିରରୁ ବାହାରି ମାଦିକୁଣ୍ଡା ଛକସ୍ଥିତ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 4 କିଲୋମିଟର ଲମ୍ବା ପଥକୁ ଅତିକ୍ରମ କରିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ। କେବଳ ଫୁଲବାଣୀ ନୁହେଁ, ବରଂ ବାଲିଗୁଡ଼ା, କନୁଆଗାଁ, ଫିରିଙ୍ଗିଆ, ସାରଙ୍ଗଡ଼, ତୁମୁଡ଼ିବନ୍ଧ, କୋଟଗଡ଼, ଦାରିଙ୍ଗବାଡ଼ି, ଜି ଉଦୟଗିରି, ଟିକାବାଲି, ଚକାପାଦ, ରାଇକିଆ, ଖଜୁରୀପଡ଼ା ଏବଂ ଗୋଛାପଡ଼ା ଭଳି ପ୍ରତିଟି ଅଞ୍ଚଳରେ ରଥଯାତ୍ରାକୁ ନେଇ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନେ ଖୋଳ ତାଳ ସଂକୀର୍ତ୍ତନ ଏବଂ ପାରମ୍ପରିକ ଲଉଡ଼ି ଖେଳ ତାଳେ ତାଳେ ଭକ୍ତିରେ ମତ୍ତ ହୋଇ ରଥ ଆଗକୁ ନେଇଥିଲେ। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କନ୍ଧମାଳରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।